এটা নিরাধার অভিযোগ কারণ মহানদী উপরে বিজু জনতা দল তার নেতা নবীন বাবু বারंबार কথা উত্থাপিত করে আসছেন এবং যে কথা কুয়া যাচ্ছে যে আপোষ আলোচনা 2016 মସିହାରେ କେନ୍ଦ୍ରର ଯେ ଜଳସମ୍ପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଜଳଶକ୍ତି ମନ୍ତ୍ରାଳୟରେ କେନ୍ଦ୍ରର ଦିଲ୍ଲୀରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀ ସ୍ତରୀୟ ଏବଂ ଆମର କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ ବିଜେପିର ସେ ବି ଯୋଗ ଶ୍ରୀ ବ୍ରିଜମୋହନ ଅଗ୍ରୱାଲ ତାଙ୍କର ଜଳ ସମ୍ପଦ ମନ୍ତ୍ରୀ ଥିଲେ ସେ ଯୋଗ ଦେଇଥିଲେ ମୁଁ ବି ଓଡ଼ିଶାରୁ ମନ୍ତ୍ରୀ ଥିଲି ପ୍ରତିନିଧିତ୍ୱ କରିଥିଲି ଚିଫ୍ ସେକ୍ରେଟାରୀଙ୍କଠୁ ଆରମ୍ଭ କରି ଇରିଗେସନ୍ ସେକ୍ରେଟାରୀ ଏବଂ ସବୁ ଉଭୟ ରାଜ୍ୟର ସବୁ ଉପସ୍ଥିତ ଥିଲେ ବିଶେଷଜ୍ଞମାନେ ନବୀନଜୀ ସେଠି ଦାବି କଲେ ଯେ ଅନୁରୋଧ କଲେ ଯେ আপোଷ ଆଲୋଚନାରେ ଉମା ଭାରତୀଙ୍କୁ ମେଡିଏଟ୍ କରିବା ପାଇଁ ଯେଉଁ ବସିଥିଲେ ଯେ ଅନ୍ତତଃ ପକ୍ଷେ 3 ମାସ ଯାଏଁ ସ୍ଥଗିତ ରଖାଯାଉ ଯେଉଁ କାମ ସବୁ କନଷ୍ଟ୍ରକ୍ସନ୍ ଅବାରିତ ଭାବରେ କରାଯାଇଛି ଆଇନର ଗଳାବାଟ ଦେଇକରି ମାଇନର ଇରିଗେସନ୍ ପ୍ରୋଜେକ୍ଟ ବୋଲି ଦେଖେଇକରି 2000 ହେକ୍ଟର ତଳକୁ ତାର ଅନୁମୋଦନ ଦରକାର ନାହିଁ ସିଡବ୍ଲ୍ୟୁସିର ଲୁଚେଇକରି ଯେଉଁଟା କରାଯାଇଛି ଯେଉଁଥିରେ କି ହୀରାକୁଦର ଉପରମୁଣ୍ଡରେ କାଲମା ତାପରେ ମିରୋନି ଆଉ ଦେବନାରାୟଣ ବସନ୍ତପୁର ଏବଂ ସାମଡ଼ା ଯାଏ ବିଭିନ୍ନ ଯେଉଁ ହେଇଛି ମହାନଦୀ ଉପରେ ଅବଷ୍ଟ୍ରକ୍ସନ୍ ଉପରମୁଣ୍ଡରେ ତାଦ୍ୱାରା କି ଓଡ଼ିଶାର ଯେଉଁଟା ତିରୋଟ ସମୟରେ ଓଡ଼ିଶାର ଚାଷୀକୂଳ ପାଉନାହାନ୍ତି ପାଣି ମତ୍ସ୍ୟଜୀବୀ ଉଚ୍ଛନ୍ନ ହେଉଛନ୍ତି ଜୀବନ ଜୀବିକା ଏବଂ ଆମ ଇକୋଲୋଜି ଯେଉଁ ସାତକୋଶିଆଠୁ ଆରମ୍ଭ କରି ଚିଲିକା ଭିତରକନିକା ଯାଏଁ ଯେଉଁ ନିର୍ଭରଶୀଳ ସେଥିରେ ମଧ୍ୟ ତାରି ଉପରେ ଆଘାତ ପ୍ରାପ୍ତ ହେଉଛି ଆମର ଯେଉଁ ଫ୍ଲୋରା ପାଉନା ଏବଂ ଯାହା ବାୟୋଟିକ୍ ରହିଛି ଏବଂ ତା ସାଙ୍ଗରେ ଆମର ନଦୀର ଯେଉଁ ଇକୋ ଫ୍ଲୋ ଗୋଟେ ରହିବା କଥା ନଦୀ ତ ଗୋଟେ ବଞ୍ଚିବ ଇଏ କ'ଣ ବର୍ଷା ଦିନିଆ ନଦୀ ଆଡ଼କୁ ଯେମିତି ଅନେକ ନଦୀ ଭାରତବର୍ଷରେ ପୃଥିବୀରେ ଅଛି ଏବଂ ଓଡ଼ିଶାରେ ହେଇଗଲାଣି ତାକୁ ସେ ନଦୀର ଇକୋ ଫ୍ଲୋ ଯେତିକି ସବୁବେଳେ ସଞ୍ଚାଳିତ ହେବା ଦ୍ୱାରା ନଦୀର ଜୀବନ ବି ଦରକାର ତେଣୁ ସେଥିପାଇଁ ଯେଉଁ ଆବଶ୍ୟକତା ଅଛି ତେଣୁ ଲିନ୍ ପିରିୟଡ଼ରେ କେମିତି ଆମକୁ ସେତିକି ଆବଶ୍ୟକ ଜଳ ଯେଉଁଟାକି ଇଣ୍ଟରଷ୍ଟେଟ୍ ରିଭର ଆକ୍ଟ ଅନୁସାରେ ଯେଉଁଟାକି ଆମର ନ୍ୟାର୍ଯ୍ୟ ଏବଂ ଯେଉଁଟାକି ମହାନଦୀ ଯେତେବେଳେ ହେଇଥିଲା ସୂତ୍ରପାତ ସେତେବେଳର କେନ୍ଦ୍ରୀୟ ଯେଉଁ ଜଳ ଆୟୋଗ ଯେଉଁ କମିଶନ ଥିଲେ ଡକ୍ଟର AN ଖୋସଲା ଓଡ଼ିଶାର ପରେ ରାଜ୍ୟପାଳ ହେଲେ ଏବଂ ସେଇ କଥା ଯେଉଁଟା ଗୋଟେ ଆରେଞ୍ଜମେଣ୍ଟ ଥିଲା ଯେ 2/3 1/3 ସେୟାରିଂ ହେବ ବୋଲି ଗୋଟେ ସହମତି ଥିଲା ସେତେବେଳେ ତ ଏତେ ଲଢ଼େଇ ନଥିଲା କି ଏତେ ନଦୀର ଅବସ୍ଥା ଏମିତି ହେବ ବୋଲି ସେତେବେଳେ ତ ଭିଜୁଆଲାଇଜ୍ କରିନଥିଲି କିନ୍ତୁ ଯେଉଁଟା ଥିଲା ଯେ ଆମର ଉପରମୁଣ୍ଡରେ ଏତିକି ନେବେ ତଳମୁଣ୍ଡରେ ଏତିକି ନେବେ ହୀରାକୁଦର ଉପରମୁଣ୍ଡରେ ଏତିକି ନେବେ ତଳମୁଣ୍ଡରେ ଏତିକି ନେବେ ତେଣୁ ସେଥିରେ ବ୍ୟାହତ ହେବାରୁ ଆମେ ବାରମ୍ବାର ଓଡ଼ିଶାର ଯେତେବେଳେ ଏଇ କଥାକୁ আপোଷ ଆଲୋଚନାରେ କେମିତି ସମାଧାନ ହେବ ପ୍ରଥମେ ଓଡ଼ିଶା ନବୀନ ପଟ୍ଟନାୟକ ସରକାର ବି ଉଦ୍ୟମ କରିଥିଲେ କିନ୍ତୁ ଯେତେବେଳେ ନବୀନଜୀ ସେ ମିଟିଂରେ କହିଲେ ଯେଉଁ ତ୍ରିପାକ୍ଷିକ ବୈଠକ କଥା ମୁଁ ଉଲ୍ଲେଖ କରୁଥିଲି ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ରମଣ ସିଂଙ୍କ ପ୍ରେଜେନ୍ସରେ ଯେ 3 ମାସ ଅନ୍ତତଃ ଏକୁ ବନ୍ଦ କରିକି ଆମ ଟେକ୍ନିକାଲ ଟିମ୍ ଉଭୟର ଦେଖନ୍ତୁ ଯେଉଁ ହେଇଯାଇଛି କନଷ୍ଟ୍ରକ୍ସନ୍ ଏବଂ ତାକୁ କାମ ବନ୍ଦ କରାଯାଉ ନବୀନ ବାବୁ କହିଥିଲେ ଏବଂ ଆମର ଟେକ୍ନିକାଲି ଏବଂ ବିଶେଷଜ୍ଞ ମାନେ ଡୋମେନ୍ ଏକ୍ସପର୍ଟ ମାନେ କ'ଣ କହୁଛନ୍ତି ତାକୁ ନେଇକରି ପୁଣି ଫାଇନାଲି ଆମେ ତାକୁ ଆଉଥରେ ବସିକରି ସମାଧାନ ବାହାର କଲୁ ଛତିଶଗଡ଼ ସେତେବେଳର ମୁଖ୍ୟମନ୍ତ୍ରୀ ତାକୁ ପ୍ରତ୍ୟାଖ୍ୟାନ କଲେ ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଥିଲେ ଉମା ଭାରତୀ କହିଲେ ଯେ ମୁଁ ଏଥିରେ ହସ୍ତକ୍ଷେପ ଆଉ କ'ଣ କରିପାରିବି ତେଣୁ କିଛି କରିନଥିଲା ସେଇ ଯୋଗୁଁ ଓଡ଼ିଶା କାହିଁକି ଗଲା ନବୀନ ବାବୁଙ୍କର ସେଇ ଯୋଗୁଁ ନିଷ୍ପତ୍ତି ନେଲେ ଓଡ଼ିଶା ସରକାର ନିଷ୍ପତ୍ତି ନେଲେ ଯେ ଓଡ଼ିଶାର ହକ୍ ପାଇଁ ଯେତେବେଳେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଗଲା ବିଭିନ୍ନ କରାଗଲା ଯେତେବେଳେ କିଛି ପଜିଟିଭ ଆମର ଯେଉଁ ସକାରାତ୍ମକ ଯେଉଁ କେନ୍ଦ୍ର ଯେଉଁ ଜଳଶକ୍ତି ମନ୍ତ୍ରାଳୟ କି CWC ଏମାନେ ଯେତେବେଳେ ନିରବ ଦର୍ଶକ ଭଳିଆ ରହିଲେ ପ୍ରକାନ୍ତରେ ତା ସୁହାଇଲା ଛତିଶଗଡ଼କୁ ଯେହେତୁ ତାଙ୍କର ବିଜେପି ସରକାର କେନ୍ଦ୍ରରେ ବି ତାଙ୍କ ସରକାର ତେଣୁ ଓଡ଼ିଶା ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଏବଂ ସେଇ ଯୋଗୁଁ 18 ମସିହାଠୁ ଏ ଟ୍ରିବ୍ୟୁନାଲ ଗଠିତ ହେଲା ଏବଂ ଇଣ୍ଟରଷ୍ଟେଟ୍ ରିଭର ଡିସ୍ପ୍ୟୁଟ୍ ଆକ୍ଟ ଅନୁସାରେ ଭାରତର ଯେଉଁ ଆଇନ ଅଛି ସେ ଅନୁସାରେ ଗଠିତ ହେଲା ତେଣୁ ତାର ଅନେକ ଶୁଣାଣି ହେଇସାରିଛି ତାର ବି ଯେଉଁ ସରକାର ଯେଉଁ ଟ୍ରିବ୍ୟୁନାଲର ଯିଏ ଜଜ୍ ବି 7 ମାସ ଖାଲି ପଡ଼ିଥିଲେ
14 मास हो किसी सेमती प्रोग्रेस टेंगेबल है 7 मास को जज खाली पड़ते एवं जज डॉक्टर बेला त्रिवेदी जोग तेणु ये प्रसंग जदि आलोचना को निया जाउछि एवं जहाँ कुआ जाउछि जे ऑफिसर स्तरीय आलोचना चीफ सेक्रेटरी उभयंकर गोटा प्रिलिमिनारी आलोचना होइछि जहाँ कुआ जाइछि किछ दिन तळे एबे पुणी ऑफिसर स्तरीय आग आलोचना हम सेप्टेम्बर रे तापर चीफ सेक्रेटरी स्तरीय आलोचना हम तापरे डिसेम्बर रे उभय मुख्यमंत्री आमर मोहन माझी से पाकर विश्वदेव साय माननीय मुख्यमंत्री दो से स्तर रे फाइनल हम भल कथा जदि फाइनल होउछि किंतु मु कहि रखिया चाहे जो दोषटा दिया जाउछि जे बीजेडी किछि करि नथला बीजेडी ही करिथला जेतबेले जड़ मुक भाया नीरव दर्शक भाया रही सीडब्ल्यूसी केन्द्र जलशक्ति मंत्रालय हस्तक्षेप कलानी छत्तीसगढ़ अबारित भाव में कला ताकू बंद करिवारे किछि सहयोग कलानी आम माननीय सुप्रीम कोर्ट को द्वारा ये ट्रिब्यूनल चली बर्तमान जदि कौन होउछि सेति आमर नवीन बाबू कहते जे ओडिशार स्वार्थ जमती परिपंथी न हुए जो आपस आलोचना होउछि तेणु ताकू देखा जाऊ सेप्टेम्बर क्या अनेक थर टेक्निकल मीटिंग अनेक थर विभिन्न स्तर आलोचना है चीफ मिनिस्टर नवीन बाबू रमण सिंह आलोचना कर बर्तमान जदि समाधान हो आशावादी अच्छा आम मुख्यमंत्री कि आमर मनमोहन बाबू ताले भल कथा करंतु एवं लेटस सी जे ता कंट्रोल ओडिशार स्वार्थ को रखिकी से कथा को हो लेटस सी जे कौन प्रोग्रेस हो किंतु ब्लेम करवा बिना कारण